ଅନେକ ସମୟରେ ଅତି ନିବିଡ଼ ସମ୍ପର୍କ ଭିତରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଦେଖିବାକୁ ମିଳେ। ଆମେମାନେ କ'ଣ କରନ୍ତି, ପରସ୍ପରକୁ ହ୍ୱାଟ୍ସଆପ୍ରେ ମୋବାଇଲରେ ଆମେ ବ୍ଲକ୍ ମାରିଦିଅନ୍ତି। ଆମେ କ'ଣ କରନ୍ତି, ତା ସହିତ ଆଉ ସମ୍ପର୍କ କେବେ ବି କଥା ହେବାନି ବା କେବେ ବି ସମ୍ପର୍କ ରଖିବାନି ବୋଲି ଚିନ୍ତା କରିକିରି ଆମେ ସବୁ ପ୍ରକାର ଯୋଗାଯୋଗ ବିଚ୍ଛିନ୍ନ କରିଦିଅନ୍ତି। କିନ୍ତୁ ମୁଁ ଗୋଟିଏ କଥା କହିବି ବନ୍ଧୁ, ସମ୍ପର୍କର ଅର୍ଥ ଏଇଆ ଯେ ଯଦି ମନମାଳିନ୍ୟ ହେଉଛି, ଯଦି ଝଗଡ଼ା ହେଉଛି, ଯଦି କୌଣସି ପ୍ରକାର ଆପଣଙ୍କ ଭିତରେ କିଛି ବି ଘଟଣା ଦୁର୍ଘଟଣା ଘଟୁଛି, ତେବେ ଥରୁଟିଏ ମୁହାଁମୁହିଁ କଥା ହୋଇଯାଆନ୍ତୁ ନା। ଦୁଇ ଜଣ ପରସ୍ପର ଭିତରେ ଆପୋଷ ଆଲୋଚନା କରନ୍ତୁ ନା। ଦୁଇ ଜଣଙ୍କ ଭିତରେ ଯାହା ରାଗରୁଷା ଅଛି ସେଇଠି ପରସ୍ପରକୁ ଅଜାଡ଼ି ଦିଅନ୍ତୁ ନା। କେବଳ ମୁହାଁମୁହିଁ ଦେଖା ସାକ୍ଷାତ କରି, ଫୋନ କଲ୍ ମାଧ୍ୟମରେ ନୁହେଁ କିମ୍ବା କୌଣସି ମେସେଜ ମାଧ୍ୟମରେ ନୁହେଁ, ଦେଖା ସାକ୍ଷାତ କରି ସମ୍ପର୍କ ଭିତରେ ଥିବା ସେ ଛୋଟିଆ ମୋଟିଆ ଭୁଲ ଗୁଡ଼ିକୁ ସୁଧାରି ଦେଇ ସମ୍ପର୍କକୁ ଗଢ଼ି ପାରିଲେ ହିଁ ସେ ସମ୍ପର୍କ ସବୁଦିନ ପାଇଁ ମଜବୁତ ହୋଇଥିବ ଏବଂ ଉଭୟଙ୍କ ଭିତରେ ଏକ ସୁସମ୍ପର୍କ ସ୍ଥାପନ ହୋଇପାରିବ। ଏଇ ତ ଜୀବନର କଥା।